ପ୍ରକୃତ ଗୋଟେ ବାସ୍ତବର କଥା କହୁଛି। ମୁଁ ଯେତେବେଳେ ଦଶମରେ ପଢ଼ୁଥିଲି ସେତେବେଳେ ଦାଢ଼ି ଟିକେ ଟିକେ ଉଠୁଥିଲା, ଉଠିକିରି ତା ଲେବୁଲ୍ ହିସାବରେ ଉଠୁଥିଲା। କିନ୍ତୁ ସେତେବେଳେ କିଛି ପିଲା ଯାହାର ନ ଉଠିଥିଲା ସେ ପିଲା କୁହନ୍ତି ଓ ଦାଢ଼ିଟା ମସ୍ତ ଲାଗୁଛି। କିନ୍ତୁ ବୟସ କ୍ରମେ ସେ ଦାଢ଼ିର ସୌନ୍ଦର୍ଯ୍ୟ ମାନେ ବହୁତ ବଢ଼ିଆ ଥିଲା। ଧୀରେ 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 ଆହୁରି ଗ୍ଲେଜ୍ ହେଇଗଲା। ବୟସ ଯେତେବେଳେ ଟିକେ 25, 30, 35 ହେଇଗଲା, ଧୀରେ 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 ଯେତେବେଳେ 40 କ୍ରମେ ଦାଢ଼ିର ପାଚିବା ଆରମ୍ଭ ହେଇଗଲା, ସେତେବେଳେ ଅନୁଭବ ହୁଏ ଦାଢ଼ିର ପ୍ରକୃତ ଯେତିକି ସୌନ୍ଦର୍ଯ୍ୟକରଣ କରେ ତାହାର ସେତିକି ବି ବିକୃତ ବି କରେ। କାହିଁକିନା ବର୍ତ୍ତମାନ ଦାଢ଼ି ପାଚିଗଲା ପରେ ଲୋକଙ୍କୁ ଖରାପ ଲାଗେ। ସିଏ ହେଉଛି ପରିବର୍ତ୍ତନ ଭଗବାନଙ୍କର।